ମାନେ ଏଇ 2-3 दिन ଯାହାଙ୍କ ବିଷୟରେ ମୁଁ କହୁଥିଲି ମାତ୍ର 33 ବର୍ଷର ଗଣିଟି ବିବାହ କରିଥିଲା ଆଉ ବହୁତ କଷ୍ଟ ପାଉଥିଲା ଅବଶ୍ୟ କ୍ୟାନ୍ସର ହେଇଥିଲା 2ଟି ଝିଅ ତାର ପୁତ୍ରା ବହୁତ ବସେ ଯାହା ବି ହଉ କାଲି ମୋତେ ବହୁତ କଷ୍ଟ ଲାଗିଲା ଯେତେବେଳେ କବରରେ ତାକୁ କବରସ୍ଥ କରିବାକୁ ଯାଇଥିଲି ତାଙ୍କ ବଡ଼ 10 ବର୍ଷ ସିଏ ଥିଲା ଆଉ ତାକୁ ବହୁତ ଟିକେ ଖୋଲା କରାଯାଇଥିଲା ସେତେବେଳେ କିଏ କହୁଛି ମୋ ମା ମୁହଁରେ ଖରା ପଡ଼ିଯାଉଛି ସେ ତାର ଡ୍ରେସ୍କୁ ତାକୁ ଘୋଡ଼େଇ ଦେଉଛି ସେଟା ବହୁତ ଦୁଃଖ ଲାଗୁଥିଲା କି ପ୍ରକାର ପରିସ୍ଥିତି ମା ଉପରେ ଖରା ପଡ଼ିଛି ବୋଲି ସେ ତାକୁ ଘୋଡ଼େଇ ଦେଉଛି କାଲି ଆମେ ମଧ୍ୟ ରାତିରେ ଯାଇଥିଲୁ ସେ ଗୃହରେ ପ୍ରେୟାର କରୁଥିଲୁ ସେତେବେଳେ ମଧ୍ୟ ସେ କାନ୍ଦୁଥିଲା ସାନ ଝିଅଟି ଏତେ ସେ ଜାଣିପାରୁନି କିନ୍ତୁ ବଡ଼ ଝିଅ ସେ ସବୁ ବୁଝୁଛି ସେ ଜାଣୁଛି ମାର ବି ସେବା କରୁଛି ଆଉ ପ୍ରାର୍ଥନା କରନ୍ତୁ ପ୍ରଭୁ ଯେପରି ସେଇ ପରିବାର ତଥ୍ୟ ନିଅନ୍ତି ଏସବୁର ମଧ୍ୟରେ ମୁଁ ଦେଖିଥିଲି ପ୍ରଭୁ କିନ୍ତୁ ସେ ଝିଅଟି ଯଦିଓ 33 ବର୍ଷର ସେ ଯିବା ପୂର୍ବରୁ କହୁଥିଲା ଯେ ମୋର ପ୍ରଭୁ ମୋତେ ପ୍ରସ୍ତୁତ କରିଦେଇଛନ୍ତି ଆଉ ମୁଁ ଯାଉଛି ତମାନେ ମୋ ପାଇଁ କେହି କାନ୍ଦିବ ନାହିଁ এই ପ୍ରକାର ଗୋଟିଏ କହିକି ସିଏ ଶନିବାର ସନ୍ଧ୍ୟାବେଳେ ମୃତ୍ୟୁବରଣ କଲା ସେ ପ୍ରସ୍ତୁତ ଜୀବନରେ ମଧ୍ୟରେ ସିଏ ପ୍ରଭୁ ତାକୁ ଗ୍ରହଣ କରିଅଛନ୍ତି ପ୍ରାର୍ଥନା ରଖିବି ଦୟାକରି ସେ ପରିବାର ପାଇଁ ଥ୍ୟାଙ୍କ ୟୁ ଯାସନର ସାକ୍ଷ୍ୟ ତ ସମସ୍ତେ ଶୁଣିଛନ୍ତି ତଥାପି ମୁଁ ପ୍ରଭୁଙ୍କର ଗୌରବ ନିମନ୍ତେ ତାର ସାକ୍ଷ୍ୟ ଦେବାକୁ ଚାହେଁ ଯେତେବେଳେ ଝିଅର ଜନ୍ମର 10 ବର୍ଷ ହେଇଯାଉଥିଲା ତଥାପି ମୋ ଗର୍ଭରେ କୌଣସି ସନ୍ତାନ ରହୁନଥିଲା ଯେହେତୁ ଗାଇନିଂ ପ୍ରୋବ୍ଲେମ ଥିଲା ପରିବାର ସମସ୍ତେ ବ୍ୟସ୍ତ ହଉଥିଲେ ବିଶେଷ କରି ଶ୍ୱଶୁର ବାପା ବ୍ୟସ୍ତ ହଉଥିଲେ ଯେହେତୁ ହିନ୍ଦୁ ବ୍ୟାକଗ୍ରାଉଣ୍ଡ ସେ ଆସିଛନ୍ତି ତ ସେ କହୁଥିଲେ ଯେ ଯଦି ମୋର ଆଉ କିଛି ଯଦି ନାତି ଯଦି ନ ହୁଏ ତ ମୋ ବଂଶରେ ଯୋଉମାନେ ଅଛନ୍ତି ଗାଁରେ ଯୋଉମାନେ ଏପର୍ଯ୍ୟନ୍ତ ଅଛନ୍ତି ଯୋଉମାନେ ପ୍ରଭୁଙ୍କର ପରିଚୟ ପାଇନାହାନ୍ତି ସେମାନେ କହିବେ ଯେ ଯେହେତୁ ଖ୍ରୀଷ୍ଟିଆନ ଧର୍ମକୁ ଗଲୁ ସେଥିପାଇଁ ତୋର ବଂଶରେ ସନ୍ତାନ ନାହାନ୍ତି ତୋର ବଂଶ ବୁଡ଼ିଗଲା ବୋଲିକି କହିବେ ସେଥିପାଇଁ ସେ ବହୁତ ବ୍ୟସ୍ତ ହୁଅନ୍ତି ଆଉ ଯେତେ ଜଣ ପ୍ରଭୁଙ୍କର ଦାସଦାସୀ ମାନେ ଆମ ଗୃହକୁ ଆସନ୍ତି ପ୍ରତ୍ୟେକଙ୍କୁ ସେ ଅନୁରୋଧ କରନ୍ତି ଯେ ମୋ ପରିବାର ପାଇଁ ପ୍ରାର୍ଥନା କରନ୍ତୁ ଯଦି ମୁଁ ଗୋଟେ ନାତିଟେ ଦେଖିବି ଯେତେବେଳେ ଯିଏ ବି ଆମ ଘରକୁ ଆସନ୍ତି ଅନେକ ପ୍ରଭୁଙ୍କର ଦାସଦାସୀ ମାନେ ଆସନ୍ତି ପ୍ରତ୍ୟେକଙ୍କୁ ସେ ସେଇଟା ହିଁ ଅନୁରୋଧ କରନ୍ତି ଯେ ମୋର ଗୋଟେ ନାତିଟି ଦରକାର ଆଉ କାରଣ ମୋ ଘର ଲୋକମାନେ ମତେ ତୁଚ୍ଛ କରିବେ ଦୀର୍ଘ 10 ବର୍ଷ ପରେ ପ୍ରଭୁ ଅନୁଗ୍ରହ କଲେ ମୋ ଶରୀରରେ ମଧ୍ୟ ଯାହା ଗାଇନିଂ ପ୍ରୋବ୍ଲେମ ଥିଲା ଆମେ ଟ୍ରିଟମେଣ୍ଟ କରୁଥିଲୁ ଆଉ ପ୍ରଭୁଙ୍କ ନିକଟରେ ମଧ୍ୟ ପ୍ରାର୍ଥନାରେ ରହୁଥିଲୁ ପ୍ରତ୍ୟେକ ଗୁରୁବାର ମୁଁ ପ୍ରଭୁଙ୍କର ପାଦ ତଳେ ବସୁଥିଲି ପ୍ରାର୍ଥନା କରୁଥିଲି ମାଗୁଥିଲି ପ୍ରଭୁକୁ ଯେ ପ୍ରଭୁ ମତେ ତୁମେ ଦୟା କର ଯାହା ମଧ୍ୟ ଶରୀର ମଧ୍ୟରେ ଦୁର୍ବଳତା ଅଛି ତୁମେ ଦୟାକରି ଦୂର କର ତୁମ ନିକଟରେ କିଛି ବାପା ଅସମ୍ଭବ ନାହିଁ ତୁମେ ସମ୍ଭବକାରୀ ପରମେଶ୍ୱର ଗୋଟେ ତ ସନ୍ତାନ ଦେଇଛ ତଥାପି ପରିବାର ଲୋକ ଖୋଜୁଛନ୍ତି ତୁମେ ଦୟାକରି ମତେ ସ୍ମରଣ କର ବୋଲି ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲି କାନ୍ଦୁଥିଲି ଆଉ ପ୍ରଭୁ ମତେ ଅନୁଗ୍ରହ କଲେ ଦୟା କଲେ ମତେ ପ୍ରଭୁ ସ୍ମରଣ କଲେ ଏବଂ ମତେ ସୁସ୍ଥତା ଦେଲେ ଏବଂ ମୋ କୋଳରେ ଯାସନକୁ ଦେଲେ ତେଣୁ ପ୍ରଭୁଙ୍କ ମହାନଙ୍କୁ ଧନ୍ୟବାଦ ଦେଲୁ ପ୍ରଭୁଙ୍କର ଅନୁଗ୍ରହକୁ ଆମେ ଦେଖିଲୁ ପ୍ରଭୁଙ୍କର ଆଶ୍ଚର୍ଯ୍ୟକରମକୁ ଦେଖିଲୁ କିନ୍ତୁ ସନ୍ତାନ ଚାହୁଁନଥିଲା ହଠାତ୍ ଯାସନର ଶରୀର ଅସୁସ୍ଥ ହେଲା ତାହା ତ ମୁଁ କହିସାରିଛି କିନ୍ତୁ 2 ବର୍ଷ ପର୍ଯ୍ୟନ୍ତ ଯାସନ କଥା କହି ପାରୁନଥିଲା ଟ୍ରିଟମେଣ୍ଟ ଆସିଲା ପରେ ମଧ୍ୟ କଥା କହି ପାରୁନଥିଲା ସେଟା ଗୋଟେ ତା ଶରୀର ଦୁର୍ବଳତା ଦେଖାଯାଉଥିଲା ତା ପୂର୍ବରୁ ମଧ୍ୟ ଯେତେବେଳେ 7 ମାସ ହୁଏ ପିଲାମାନେ ଯୋଉ 7 ମାସରେ ପେଟାନ୍ତି କି ଗୁରୁଣ୍ଡନ୍ତି ସେଟା ମଧ୍ୟ ସେ କରିପାରୁନଥିଲା ଖାଲି ଚିତ ହେଇକି ଶୋଇକି ରହୁଥିଲା ସେଥିରେ ମଧ୍ୟ ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲି ଯେ ପ୍ରଭୁ ମୋ ପୁଅ କଣ ଉଠିବନି କି ମୋ ପୁଅ କଣ ବସିବନି କି ବୋଲି ପ୍ରତ୍ୟେକ ବିଷୟ ନିମନ୍ତେ ମୁଁ ପ୍ରଭୁଙ୍କ ନିକଟରେ ଯାସନକୁ ସମର୍ପଣ କରି ଆସୁଥିଲି ମାନେ ପିଲାମାନଙ୍କର ଯାହା ଯାହା ଷ୍ଟେପ ଗୁଡିକ ହୁଏ ତାର ସେଗୁଡିକ ହଉନଥିଲା କରେଇ ପାରୁନଥିଲା କି ଆଣ୍ଠଉ ନଥିଲା କି ପେଟଉ ନଥିଲା ଗୁରୁଣ୍ଡୁ ନଥିଲା ଏଗୁଡା କିଛି ମଧ୍ୟ ତାର ହେଇପାରୁନଥିଲା ସେ ସମସ୍ତ ବିଷୟ ନିମନ୍ତେ ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲି ଯେତେବେଳେ ବି ଦେଖେ ଖାଲି ଚିତ ହେଇକି ପଡିଥିବ ଅନଉଥିବ କିଛି ହେଉନଥିବ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲି ପ୍ରଭୁ ମୋ ସନ୍ତାନ କଣ ବସିବନି କି ମୋ ସନ୍ତାନ କଣ କରେଇବନି କି ପ୍ରଭୁ ଅନୁଗ୍ରହ କଲେ ହଠାତ୍ ଥରେ ମୁଁ ତାକୁ ଅନେଇବାକୁ ଯାଉଥିବା ସମୟରେ ବସିଥିଲା ଜମା ପେଟେଇ ନଥିଲା କି ଗୁରୁଣ୍ଡ ନଥିଲା ଗୁରୁଣ୍ଡି ବି ନଥିଲା କିନ୍ତୁ ସେ ଡାଇରେକ୍ଟ ବସିଲା ତାକୁ ଧରିଲି ଧନ୍ୟବାଦ ଦେଲି ପ୍ରଭୁ ତୁମେ ମୋର ପ୍ରାର୍ଥନା ଶୁଣିଲ ମୋ ପିଲାକୁ ବସିକି ପଡିକି ରହିବାକୁ ଦେଲ ନାହିଁ ବୋଲି ତାପରେ ମଧ୍ୟ ଯେତେବେଳେ
मो माँ जो कहे मान पादे पादे ठिया करू जेहेतु दुर्बल संतान चलो कि नहीं तो पिला से प्रार्थना करी प्रभु मो संतान कौन चलनी कि मो संतान कौन ठिया हेनी कि खट पाखे धरिकी ठिया करे तार अंटा को धरिकी ठिया करे पाद गुड़िक सलभ कर पकाए बुढ़ा आंगुठी डरिकी चापिकी रखी से बुढ़ा आंगुठी को सीधा करके पकाइब बहुत समय खट पाखे धरिकी ठिया कर प्रार्थना करे प्रभु मो संतान को पाद पकईबनी कि मो संतान कौन चलनी कि एत दुर्बल हो मो प्रभु शुणिले बेसी दिन से पड़ी रहा देले ना कि कोल रहा देले ना चलने लगिला प्रभु अनुग्रह कले कथा कहवाटा विलंब है कथा कहू ना जमारू केवल अनेब ठारिब मो कानी धरी भिड़ जहाँ दरकार है कानी धरिकी भिड़ कि कथा पदे कही पार ना जिते मो झी शिखौला सदा बेले कोल धरिकी कह मामा डाक पापा बोली शिखौ बेसी दीदी डाक बोलिकी केते थर शिखौ जमा से पाटी खोलेनी से मत मो प्रभु को निकट प्रार्थना करुछि प्रभु मो संतान कौन पदे कथा कहबनी कि मो संतान कौन तुम्हारी नाम नहीं पारिबनी कि से कौन मते माँ बोली डाकिबनी कि से मत मो प्रार्थना करी कांदी प्रभु को निकट प्रभु मो पिला कौन ठारू थी कि कथा कहबनी कि से प्रार्थना मो प्रभु शुणिले अनुग्रह कले चाषर कथा कही पारा तेणु प्रभु को महान को धन्यवाद कर प्रभु मोर परमेश्वर मो जीवन अनेक अनुग्रह कर आश्चर्य कर्म कर मो प्रार्थना गुड़िक समस्त शुणी तेणु प्रभु को महान को धन्यवाद जो से असुस्थ ही आसला घर भर जो मसे मु केवल धरिकी रखुली समस्त शब्द ठार दूर रखा मत कही बड़ पार्टी करबनी बहुत साउंड जमा शुणेबनी कही से मास मास केवल बेडरूम रे धरिकी रखे सान 2-3 मास जमा बाहर को नहीं गोटे डर रही मो भीतर से जमा बाहर को नहीं केवल भीतर ही रखे बापा माँ खाली मत भीतर से बाहर खाली देखती छुआ को देखती धरती भी काले इन्फेक्शन हो प्रभु एत अनुग्रह कले छोट बेले गोटे बाजा बजेगा शिखीगला आम कहीं शिखेलु कि कौन से स्थान को मत से कि प्रयास करूँ कि प्रभु को अनुग्रह बाजा बजे पारे बड़ लोक मैंने जेकोसी स्थान में बाबा जा बजेबू बोली कहले संगे संगे ठिया हुए बजाए से मत मो प्रभु को धन्यवाद दूसरी प्रभु प्रेम प्रभु अनुग्रह मो प्रचुर मो निमंते प्रचुर मत प्रेम कले प्रभु मत स्मरण कले तेणु प्रभु धन्यवाद आपण मैंने सब बेले जासन प्रार्थना करती विशेषकर जो मधुस्मिता दीदी प्रार्थना करती मु कानी थाए मो परिवार केते प्रार्थना करेंगे मो संतान मान नाम केते नेबे बोली जेसिका जासन नाम आसे मुझे प्रभु को धन्यवाद दिए सब बेले मो पिला मान मते प्रार्थना करूछंती सेति पई धन्यवाद जासन निमंते मते प्रार्थना करूथिबे जेतु से डेरी रे कथा कहिछि सेति पई मैं डेरी रे ताको स्कूल रे एडमिशन करू सेति पई पाठ गुडी को सहज धरि पारुनी बहुत विलंब रे पाठ गुडी को धरिला कोरोना जो कोरोना भी से पशिगला से तार पाठ पढ़ा डिस्टर्ब है पाठ से सहज धरी पारुनी बहुत समय लगे पाठ धरवा निमंते गीत संहिता 23 घोषाइबा मत बहुत दिन लगी मो झील सहित तुलना करुली मो झील के शीघ्र गीत संहिता 23 को कही पारि मो पुओ कही पारुनी बोली किंतु मो पुओ से प्रकार धीरे धीरे गीत संहिता 23:1-103 समस्त मत घोषैली धीरे धीरे कही पारिला विशेष कर जास निमंते मत प्रार्थना करेंगे जेपरी तार स्मरण शक्ति बढ़िबो जेहेतु से प्रभु अनुग्रह दान आउ प्रकार तार बुद्धि मत खोलिबा को पारिबो सेथि निमंते विशेष करी सब बेले जासन को स्मरण करी प्रार्थना करथिबे प्रेज द लॉर्ड रीता सिस्टर प्रेज द लॉर्ड आपण जतबेले साक्ष्य दउथिले आपणकर जो भावपूर्ण जो आखिर लुह सेटा को माने महसूस कर पड़थलु माने जानि पड़थलु जे को कष्ट भीतर देखि जाइछंती आपण आ से समय जो प्रार्थना आपण प्रभु परमेश्वर को पाखरे ढाळीछंती आज ठीक
ଆମମାନଙ୍କର ଅରୁଣ ଭାଇ ମଧ୍ୟ ସେଇ ପବିତ୍ର ଆତ୍ମାଙ୍କ ଉପରେ କହିଲେ ଆଉ ଆମମାନଙ୍କର ପୂର୍ଣ୍ଣ ଭାଇ ପ୍ରାର୍ଥନା ଶୁଣ ପ୍ରଭୁ ପ୍ରାର୍ଥନା ତୁମେ ଶୁଣ। ପ୍ରକୃତରେ ଆମମାନଙ୍କର ପ୍ରଭୁ ଆମମାନଙ୍କ ପ୍ରାର୍ଥନା ଶୁଣନ୍ତି। ଆଉ ଯେତେବେଳେ ଶୁଣି ସାରିକି ଉତ୍ତର ଦିଅନ୍ତି ଆମେ ଅନେକ ସମୟରେ ନୀରବ ରହିଥାଉ, କହି ନଥାଉ, ସାକ୍ଷ୍ୟ ଦେଇ ନଥାଉ, ଅନ୍ୟମାନଙ୍କ ପାଖରେ ବାଣ୍ଟି ନଥାଉ ପ୍ରଭୁଙ୍କର ସେଇ ଯୋଉ ମହନୀୟତାକୁ, ତାଙ୍କର ଯୋଉ ଗୌରବମୟ ଆମମାନଙ୍କ ପ୍ରତି ଯୋଉ ଅନୁଗ୍ରହ ତାଙ୍କର, ତାକୁ ଆମେ ବାଣ୍ଟି ନଥାଉ। ଆଉ ମୁଁ ଏଇ ପରିବାରରେ ଗୋଟେ ସୁନ୍ଦର ବିଷୟ ମୁଁ ଦେଖୁଛି, ଆମମାନଙ୍କ ଜୀବନରେ ଯାହା କିଛି ପ୍ରଭୁ ଅନୁଗ୍ରହ କରିଛନ୍ତି, ଉନ୍ନତି କରିଛନ୍ତି, ମଙ୍ଗଳ ଦାନ ଦେଇଛନ୍ତି, ଆଶୀର୍ବାଦ କରିଛନ୍ତି, ସେଗୁଡାକ ଆମମାନେ ବାଣ୍ଟୁଛୁ। ଆଉ ସେ ବାଣ୍ଟିବା ଦ୍ୱାରା ଖାଲି ଆମମାନେ ଯେ ସେ ଗୋଟେ ଅତୀତର ଘଟଣାକୁ ସ୍ମରଣ କରୁଛୁ ତାହା ନୁହେଁ, ଗୋଟେ ପ୍ରାର୍ଥନା ବା ପ୍ରଭୁଙ୍କ ଉପରେ ଗୋଟେ ନିର୍ଭରଶୀଳତା ର ଜୀବନ ପାଇଁକା ଆମମାନେ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରୁଛୁ, ଆହ୍ୱାନ କରୁଛୁ। ଆଉ ଯେତେବେଳେ ଅରୁଣ ଭାଇ କହୁଥିଲେ ମୁଁ କହିଲି ଏତେ ସୁନ୍ଦର ଭାବରେ ସେ ଆତ୍ମାଙ୍କ ଦ୍ୱାରା ସେ ଚାଳିତ ହେଇକି କହୁଛନ୍ତି, ତା ସାଙ୍ଗରେ ନଗେନ୍ଦ୍ର ଭାଇ ମଧ୍ୟ ଠିକ ସେ ଅନୁସାରେ ପ୍ରାର୍ଥନା ବି କଲେ। ପ୍ରକୃତରେ ପରିବାରର ଗୋଟେ ୟୁନିକନେସ ହଉଛି ଯେ ଆମମାନେ ସମସ୍ତେ ଏକ। ଆଜି ଆମମାନଙ୍କର ଅରୁଣ ଭାଇ ମଧ୍ୟ ସେଇଟାରେ ଶେଷ କଲେ, ସେମାନେ ଏକ ହେଇକି କାମ କରୁନଥିଲେ, ସମବେତ ହେଇକିରି 12ଟି ଶିଷ୍ୟ ସବୁବେଳେ ସମବେତ ହେଇକି ସବୁ କାମ କରୁଥିଲେ। ପ୍ରଭୁ ଆଜି ଆମ ପ୍ରତ୍ୟେକଙ୍କୁ ଏଇ ପରିବାରରେ ସେ ଏକତା ଦିଅନ୍ତୁ, ଆନନ୍ଦ ଦିଅନ୍ତୁ, ଆଉ କେବେ ପାଶୋରିବା ନାହିଁ ପ୍ରଭୁଙ୍କର ସବୁ ଉତ୍ତମ ଗୁଣ, ମଙ୍ଗଳ ଗୁଣ ଆଉ ଅନୁଗ୍ରହର ଦାନ, ଆଶୀର୍ବାଦର ଦାନ। ବହୁତ ବଢିଆ ଲାଗିଲା, ଯଦିଓ ଆମକୁ ଭଲ ଲାଗିଲା, କିନ୍ତୁ ଆପଣ ଯୋଉ କଷ୍ଟ ଭିତରେ ଦେଇକି ଆସିଛନ୍ତି ଆଉ ସେଥିରେ ବର୍ତ୍ତମାନ ଯେତେବେଳେ ଆପଣ ଅନ୍ୟମାନଙ୍କୁ ସେଟାକୁ ବାଣ୍ଟୁଛନ୍ତି, ଆଉ ପ୍ରଭୁଙ୍କର ଯେ କେତେ ସୁନ୍ଦର, ଯୋଉମାନେ ପ୍ରାର୍ଥନା ଉପରେ ନିର୍ଭର କରନ୍ତି। ପୁଣି ଆପଣ କହିଲେ ଯେତେବେଳେ ମଧୁସ୍ମିତା ପୁଣି ମୋର ପରିବାର ପାଇଁ ପ୍ରାର୍ଥନା କରନ୍ତି, ମୁଁ କାନେଇକି ରହିଥାଏ। ଏଇ ତ ହଉଛି ସୁଇଟନେସ୍, ଏଇ ଆର୍ଲି ମର୍ଣ୍ଣିଂ ପ୍ରେୟାର ର ହଉଛି ସୁଇଟନେସ୍, ହଉଛି ସେଇଟା। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଅରୁଣ ଭାଇ ଯେମିତି କହୁଥିଲେ, ସେ ଯୋଉ ଭଉଣୀ ଗଲା ଆଗରୁ ଗୋଟେ ପ୍ରସ୍ତୁତ ହେଇକି ଗାଇଥିଲେ ପ୍ରେଜ୍ ଦ ଲର୍ଡ, ସେମିତି ଆମକୁ ସମସ୍ତଙ୍କୁ ସେ ପ୍ରସ୍ତୁତର ଜୀବନ ଦିଅନ୍ତୁ। Thank you very much, Arun bhai. Thank you very much, Rita sister. God bless you. Thank you, bhai.